ଆଜିର ଶିଶୁ କାଲିର ନାଗରିକ। ଶିଶୁର ଉନ୍ନତିରେ ଦେଶର ଉନ୍ନତି। ଶିଶୁ ହସିଲେ ଦୁନିଆ ହସେ। ଆଜ୍ଞା ହଁ, ପ୍ରତ୍ୟେକ ଶିଶୁର ଉନ୍ନତିରେ ଦେଶର ଉନ୍ନତି ନିର୍ଭର କରୁଛି। ଯେତେ ପର୍ଯ୍ୟନ୍ତ ଶିଶୁ ବିକଶିତ ହୋଇନାହିଁ, ଯେତେ ପର୍ଯ୍ୟନ୍ତ ଶିଶୁର ବିକାଶ ହୋଇନାହିଁ, ଯେତେ ପର୍ଯ୍ୟନ୍ତ ଶିଶୁ ନିଜ ଗୋଡ଼ରେ ଠିଆ ହୋଇନାହିଁ, ସେତେ ପର୍ଯ୍ୟନ୍ତ ଦେଶ ବି ବିକଶିତ ହୋଇପାରିବ ନାହିଁ। 2047 ମସିହା ସୁଦ୍ଧା ସରକାର ଲକ୍ଷ୍ୟ ରଖିଛନ୍ତି ବିକଶିତ ଭାରତ। ଏ ବିକଶିତ ଭାରତ ହେବ ସେତେବେଳେ ଯେତେବେଳେ ଶିଶୁମାନଙ୍କର ପ୍ରତ୍ୟେକ ଶିଶୁମାନଙ୍କର ବିକାଶ ଘଟିବ। ତେଣୁ ସେ ଶିଶୁମାନଙ୍କର ବିକାଶକୁ ଲକ୍ଷ୍ୟ କରି ସରକାର NEP 2020 ଲାଗୁ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020। ଏ ଜାତୀୟ ଶିକ୍ଷାନୀତି 2020ରେ ପିଲାର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି ଏବଂ ଓଡ଼ିଶାର ପାଠ୍ୟକ୍ରମ ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ଶିଶୁ ବାଟିକାରୁ ଅଷ୍ଟମ ଯାଏଁ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ରୂପରେଖ ବଦଳି ଯାଇଛି। ଆଜ୍ଞା ହଁ, ଆପଣଙ୍କ ପିଲା କେବଳ ପାଠ ପଢ଼ିବ ନାହିଁ, ତା ସହିତ ଖେଳିବ, ନାଚିବ, ଗାଇବ, ଆର୍ଟ କରିବ, ଡ୍ରଇଂ କରିବ, ବିଭିନ୍ନ ମଡେଲ ତିଆରି କରିବ, ଆହୁରି ଅନେକ କିଛି ଯେ କି ଏ ପାଠ୍ୟକ୍ରମରେ ସାମିଲ କରାଯାଇଛି। ପିଲାଙ୍କର ସାମଗ୍ରିକ ଉନ୍ନତିର ସାମଗ୍ରିକ ବିକାଶକୁ ଲକ୍ଷ୍ୟ କରି ପିଲା ଚାହିଁଲେ ଯେ ଖେଳରେ ଭଲ କରୁଛି ସେ ଖେଳରେ ଆହୁରି ଆଗକୁ ଭଲ କରିବ, ଯେ ନାଚୁଛି ସେ ଆହୁରି କେମିତି ନାଚିବ ତା ପାଇଁ ଚେଷ୍ଟା କରାଯିବ, ଯେ ଗୀତ ଗାଉଛି ସେ କେମିତି ଗୀତ ଗାଇବ ଆହୁରି ଚେଷ୍ଟା କରାଯିବ, ଯେ ପାଠ ପଢ଼ୁଛି ସେ କେମିତି ଆହୁରି ଭଲ ପାଠ ପଢ଼ିବ ତା ପାଇଁ ମଧ୍ୟ ଚେଷ୍ଟା କରାଯିବ। ସବୁ ଦିଗକୁ ଲକ୍ଷ୍ୟ କରି ସମସ୍ତ ପିଲାମାନଙ୍କର ବିକାଶକୁ ଲକ୍ଷ୍ୟ କରି ତେଣୁ ଏ ଯେଉଁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ତିଆରି କରାଯାଇଛି ଏବଂ ଆପଣ ନିଦ୍ୱନ୍ଦ୍ୱରେ ସରକାରୀ ବିଦ୍ୟାଳୟ ନାମ ଲେଖାଇ ପାରିବେ। ଆପଣଙ୍କ ପିଲାଙ୍କର ନାମ ଲେଖାନ୍ତୁ ଏବଂ ନିଜ ପିଲାର ଉଜ୍ଜଳ ଭବିଷ୍ୟତ ଗଠନରେ ସହାୟକ ହୁଅନ୍ତୁ। ଆସନ୍ତା ଏପ୍ରିଲ ମାସ 4 ତାରିଖ ଦିନ ପ୍ରତି ବିଦ୍ୟାଳୟରେ ଅନୁଷ୍ଠିତ ହେଉଛି ପ୍ରବେଶ ଉତ୍ସବ। ସେହି ପ୍ରବେଶ ଉତ୍ସବ ଦିନ ଆପଣଙ୍କର ପିଲାଙ୍କୁ ନେଇ ଆଣନ୍ତୁ, ନିକଟସ୍ଥ ବିଦ୍ୟାଳୟକୁ ନେଇ ଆସନ୍ତୁ ଏବଂ ସରକାରୀ ବିଦ୍ୟାଳୟ ନାମ ଲେଖାନ୍ତୁ। ତାପରେ ନିଜ ପିଲାର ମାର୍ଗଦର୍ଶନ କରନ୍ତୁ। ଶିକ୍ଷକମାନେ ବି ଅଛନ୍ତି ମାର୍ଗଦର୍ଶନ କରିବା ପାଇଁ, ସେଥିରେ କିଛି ଅସୁବିଧା ହେବ ନାହିଁ। ତେଣୁ ନିଜ ପିଲାର ଭବିଷ୍ୟତ ତିଆରି କରିବା ପାଇଁ, ନିଜ ପିଲା କେମିତି ଭଲ ମଣିଷ ହେବା ପାଇଁ ସର୍ବଦା ଚେଷ୍ଟିତ ହୁଅନ୍ତୁ ଏବଂ ସରକାରୀ ବିଦ୍ୟାଳୟରେ ନାମ ଲେଖାନ୍ତୁ। ଧନ୍ୟବାଦ।